ଆଜି ଶୁଣିବା ପ୍ରବନ୍ଧ ବିଶ୍ୱକୁ ଗବାକ୍ଷର ତୃତୀୟ ଭାଗ। ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ। ବିଜୁଗୁପ୍ସା ଉପନିଷଦର ଶବ୍ଦ। ଉପନିଷଦ ସହିତ ଉପାସନାର ଯେ ସର୍ବଦା ଏକ ସମ୍ବନ୍ଧ ରହିବ ସେ କଥା ଆଦୌ ନୁହେଁ। ଉପନିଷଦର ବାକ୍ୟଗୁଡ଼ିକୁ ଅନେକ ମଣିଷ ମନ୍ତ୍ର ବୋଲି କହନ୍ତି ଓ ସେହିଗୁଡ଼ିକୁ ଉପାସନା ସମୟରେ ଆବୃତ୍ତି କରନ୍ତି। ମନ୍ତ୍ରକୁ ମନନ କରାଯାଏ। ଅବଶ୍ୟ ମନନ କରିବାକୁ ମଧ୍ୟ ଚେତନାର ଆଉ ଏକ ସ୍ତରରେ ଉପାସନା ବୋଲି କୁହାଯାଇପାରିବ। ଅନେକ ମଣିଷ ଚେତନାର ସେହି ସ୍ତରଟିକୁ ଯିବା ଲାଗି ରାଜି ହୁଅନ୍ତି ନାହିଁ ବୋଲି ମନ୍ତ୍ରଗୁଡ଼ିକୁ ବାହ୍ୟୋପାସନ କେତୋଟି ଆବୃତ୍ତି ମନ୍ତ୍ର ରୂପେ ବ୍ୟବହାର କରିଥାନ୍ତି। ସେମାନେ ନିଜକୁ ସତେଅବା ସେହି ସ୍ତରଟାରେ ହିଁ କିଳି ରଖିଥାନ୍ତି। ନିଜ ପାଇଁ ସେମାନେ କେତେ କ'ଣ ମାଗନ୍ତି। ଭାରି ଆର୍ତ୍ତ ଭାବରେ ଦାନ୍ତ ନିକଟେଇଲା ପରି ମାଗନ୍ତି। ନିଜକୁ ସଂସାରର ସତେଅବା ସବୁଠାରୁ ଅଧିକ ଦୁଃଖୀ ବୋଲି ଦେଖାଇ ଉପାସିତ ସେମାନଙ୍କର ଠାକୁରମାନଙ୍କର ମନରେ ସେହିପରି ଗୋଟିଏ ପ୍ରତ୍ୟୟ ଜଣାଇବାକୁ ଇଚ୍ଛା କରୁଥାନ୍ତି। ସେମାନେ ଆଦୌ କିଛି ହୋଇପାରନ୍ତି ନାହିଁ। ସେ ଦାନ୍ତ ନିକୁଟି ମାଗିବାର ସ୍ତରରେ ରହିଯାଆନ୍ତି। ପାହାଚ ଉଠିବା ତ ଦୂରର କଥା, ଜୀବନର ଦାଣ୍ଡିରେ ଏହିଭଳି ପାହାଚ ପରେ ପାହାଚ ପଡ଼ିଛି ବୋଲି ସେମାନେ କଳ୍ପନା ବି କରିପାରନ୍ତି ନାହିଁ। ଆଉ ଏକ ଉପନିଷଦରେ ପ୍ରାୟ ଏହିଭଳି ଆର୍ତ୍ତ ଓ ଜର୍ଜରମାନଙ୍କୁ ପଶୁ ବୋଲି କୁହାଯାଇଛି। ଗୋଟିଏ କିସମର ସାଧକ ପଶୁ। ଏମାନେ ଆମ ସଂସାରରେ ବହୁତ ସଂଖ୍ୟାରେ ଅଛନ୍ତି। ସଂସାରରେ ଅଧିକାଂଶ ଦେଉଳ ଓ ଦେବତା ସ୍ଥାନରେ ପୂଜା ପାଉଥିବା ଠାକୁରମାନେ ଏହି ପଶୁମାନଙ୍କର ହିଁ ଆପ୍ୟାୟନ କରୁଅଛନ୍ତି ଓ ପଶୁମାନଙ୍କ ଦ୍ୱାରା ଆପ୍ୟାୟିତ ହୋଇ ରହିଛନ୍ତି। ସାଧକ ଗୋଷ୍ଠୀରେ ଅନ୍ୟ କିସମଟି ହେଉଛି ବୀର। ବୀର ଆରୋହଣ କରେ, ବୀର ନିକଟବର୍ତ୍ତୀ ହୁଏ, ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାରେ ଲାଗିଥାଏ। ବୀର ମାଗେ ନାହିଁ, ଆପଣାକୁ ପ୍ରସ୍ତୁତ କରେ। ଯାହାଙ୍କୁ ଧାଉଥାଏ ନିଜକୁ ତାଙ୍କରି ଲାଗି ପ୍ରସ୍ତୁତ କରେ, ନିଜକୁ ତାଙ୍କର ସଂସାର ଲାଗି ପ୍ରସ୍ତୁତ କରେ। ପରମେଶ୍ୱରଙ୍କ ସଂସାର କାର୍ଯ୍ୟରେ ସହଯୋଗ କରିବା ଲାଗି ସେ ଆପଣାକୁ ଉତ୍ତରୋତ୍ତର ଭାବରେ ପ୍ରସ୍ତୁତ କରିବାରେ ଲାଗିଥାଏ। ଏହି ପ୍ରସ୍ତୁତ ହେବାର ଅନ୍ୟ ନାମ ହେଉଛି ପାହାଚ ଉଠିବା। ବୀର ଭିତର ଓ ବାହାର ଉଭୟ ଭୂମିରେ ହିଁ ପାହାଚ ଉଠି ଉଠି ଯାଉଥାଏ। ଅଧିକରୁ ଅଧିକ କାମରେ ଲାଗେ। ତଥାପି କେବଳ ଆପଣା ଲାଗି ସେ କିଛି ମାଗେ ନାହିଁ। ରୂପ ମାଗେ ନାହିଁ କି ଧନ ମାଗେ ନାହିଁ, ଯଶ ମାଗେ ନାହିଁ କି ସଂସାରରେ ରହିଥିବା ତାର ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବା ନିମନ୍ତେ କୌଣସି ଗୁହାରି କରେ ନାହିଁ। ଜୀବନ କହିଲେ ଯେଉଁ ସବୁ ମହିମା ଓ ଐଶ୍ୱର୍ଯ୍ୟକୁ ବୁଝାଏ, ବୀର ସେହି ମହିମା ଓ ଐଶ୍ୱର୍ଯ୍ୟଗୁଡ଼ିକ ସହିତ ସହଯୋଗ କରେ। ତାହାରି ମାଧ୍ୟମରେ ହିଁ ଆପଣାର ଜୀବନକୁ ମଧ୍ୟ ମହିମାନ୍ୱିତ ଏବଂ ଐଶ୍ୱର୍ଯ୍ୟ ବିପୁଳ କରିବାରେ ଲାଗିଥାଏ। ଚଳନ୍ତି ଅର୍ଥରେ ବିଜୁପ୍ସା ଘୃଣା କରିବା ଲାଗି ପ୍ରାୟ ଏକ ସହଜାତ ଇଚ୍ଛା ବୋଲି ବ୍ୟାଖ୍ୟା କରାଯାଏ। ଆମ ଅନେକଙ୍କର ଜୀବନ ସଂସାର ଏବଂ ଅନୁଧାବନ ମୁଖ୍ୟତଃ ଏହି ଘୃଣାର ପ୍ରେରଣା ଦ୍ୱାରା ହିଁ ପରିଚାଳିତ ହେଉଥାଏ। ଆମେ ଗୋଟିଏକୁ ଭଲ ପାଇ ବସିଲେ ଆଉ କେତୋଟିକୁ ଘୃଣା କରିବାକୁ ବାଧ୍ୟ ହେଉ। ପାଖକେ ଭଲ ପାଇଲେ ଆଉ ପାଖକେ ଘୃଣା ନ କଲେ ମୋଟେ ଚଳେ ନାହିଁ। ଏକା ବେଳକେ ଓ ଏକାଧାରରେ ନାୟକ ଓ ଖଳନାୟକ ନ ହୋଇପାରିଲେ ଆମ ଜୀବନର ଶେରମାଣ ଗୁଡ଼ିକ ସତେଅବା ମୋଟେ ପୂରିବାକୁ ମନେ କରନ୍ତି ନାହିଁ। ସେଇ ଆମରି ଭିତରେ ଫାଳେ ନାୟକ ହୋଇ ଭଲ ଥାଉ ଓ ଫାଳେ ଖଳନାୟକ ହୋଇ ଘୃଣା ବି କରୁଥାଏ। ଅଥବା ହୁଏତ ଏପରି ବି ହୋଇଥାଏ ଯେ ସେହି ଗୋଟାଏ ପାଖରେ ବା ଫାଳରେ ହିଁ ନାୟକ ଏବଂ ଖଳନାୟକ ଉଭୟେ ଜାକିଜୁକି କୁଣ୍ଡାକୁଣ୍ଡି ହୋଇ ରହିଥାନ୍ତି। ମିତ ବସିଥିଲା ପରି ଜଣେ ଆଉ ଜଣକୁ ମୋଟେ ଛାଡ଼ି ପାରୁନଥାନ୍ତି ଏବଂ ଆମକୁ ନିମିତ୍ତ କରି ଜୀବନର ସରସ ବିରସ ନାଟକଟିକୁ ଭିଆଇ ରଖିଥାନ୍ତି। ଆମ ଜୀବନର ଦୁଃଖ ସୁଖ ପରି ଅମର ଭଲ ପାଇବା ଏବଂ ଘୃଣା କରିବା ଆମକୁ ନେଇ ଏହିପରି ଭାବରେ ଆବର୍ତ୍ତିତ ହେବାରେ ଲାଗିଥାନ୍ତି। ସେ ଗୋଟିଏ ମଣିଷ ଭିତରେ ଭଲ ପାଇବା ଏବଂ ଘୃଣା କରିବା ଏକାଠି ବଳି ହୋଇ ରହିଛି ବୋଲି ଚିତ୍ରଣ କରି ପୃଥିବୀଯାକ ସାହିତ୍ୟର ଉପନ୍ୟାସକାରକମାନେ କେତେ ଚାତୁରୀ ଦେଖାଇ କେତେ ପାଟି କରି କହିଛନ୍ତି। ସେହି ମଣିଷ ଭିତରେ ଦେବତା ଓ ଦୈତ୍ୟ ଏକାଠି ଘର କରି ପରସ୍ପର ସହିତ ସତେଅବା ସଲା ଓ ସୁତରା କରି ରହିଅଛନ୍ତି ବୋଲି ବଖାଣି ଆମର କବିତାମାନେ ମଧ୍ୟ ଅନେକ ସମୟରେ କେତେ ବାହାଦୁରୀ କରିଛନ୍ତି। ସତେ ଯେପରି ମଣିଷ ତା ଜନ୍ମରୁ ହିଁ ଏହିପରି ଦିଶ୍ୱର ଦ୍ୱିଶିଖ ହୋଇ ଏହି ସଂସାରକୁ ଆସିଛି ବୋଲି ଆମ ଭିତରୁ କେତେ କେତେ ମଣିଷ କେଡ଼େ ଉଲ୍ଲାସରେ ଘୋଷଣା କରିଅଛନ୍ତି। ବିଜୁପ୍ସା ଆଉ ଗୋଟିଏ ଅର୍ଥ ହେଉଛି ନିଜକୁ ଲୁଚାଇ ରଖିବା। କେବଳ ଅନ୍ୟ ଆଉ କାହା ପାଖରେ ନୁହେଁ, ନିଜ ପାଖରେ ମଧ୍ୟ ନିଜକୁ ଲୁଚାଇ ରଖିବା। ଅଧିକ ଗଭୀରକୁ ଖନନ କରି ହୁଏତ ଏପରି ମଧ୍ୟ କୁହାଯାଇ ପାରିବ ଯେ
ଆମେ ମୂଳତଃ ନିଜକୁ ହିଁ ନିଜ ପାଖରେ ଲୁଚାଇ ରଖିଥାଉ ବୋଲି ବାହାରେ ଆଉମାନଙ୍କ ପାଖରେ ମଧ୍ୟ ନିଜକୁ ଲୁଚାଇ ରଖିବାର ବୃହତ୍ ଧନ୍ଦାଟି ଭିତରେ ମଧ୍ୟ ଲିପ୍ତ ହୋଇ ରହିଥାଉ। ନିଜର ସମ୍ମୁଖୀନ ହୋଇପାରୁଥିବା ମନୁଷ୍ୟ ବାହାରେ ଅନ୍ୟମାନଙ୍କର ମଧ୍ୟ ସମ୍ମୁଖୀନ ହୋଇପାରେ। ନିଜ ଭିତରେ କ୍ଷୟଗୁଡ଼ିକୁ ବଢ଼ାଇ ଯେଉଁ ବ୍ୟକ୍ତି ସତକୁ ସତ ବନ୍ଧୁଟିଏ ଲାଭ କରିପାରିଥାଏ, ସେ ନିଜ ବାହାରେ ଏହି ବୃତ୍ତର ଭୂମିତିରେ ମଧ୍ୟ ଅନାୟାସରେ କ୍ଷୟଗୁଡ଼ିକୁ ଲମ୍ବାଇବାକୁ ସମର୍ଥ ହୁଏ ଓ ବନ୍ଧୁମାନଙ୍କୁ ହିଁ ଦର୍ଶନ କରେ। ନିଜକୁ ଲୁଚାଇ ନ ରଖିଲେ ଆଦୌ ପ୍ରୀତିକର ହୁଏ ନାହିଁ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ପ୍ରକୃତରେ ଭାଇ ଦୟନୀୟ ସ୍ଥିତି ଭିତରେ ରହିଥାନ୍ତି। ସେମାନେ ସନ୍ଦେହ କରନ୍ତି, ସାଲିସ କରନ୍ତି, ଯେତେ ଚୌକସ ଭାବରେ ଜାବୁଡ଼ି ଧରିବାକୁ ଇଚ୍ଛା କରୁଥାନ୍ତି, ତେଣେ ନିଜ ପାଖରେ ସେତିକି ବେକୁଫ ହେବାରେ ଲାଗିଥାନ୍ତି। ନିଜକୁ ଲୁଚାଇ ରଖିବାକୁ ନିରାପଦ ଧର୍ମ ବୋଲି ମନେ କରୁଥିବା ମଣିଷର ଜୀବନରେ ଏକ ମୂଳଭୂତ ଘୃଣା ହିଁ ତାହାର ଯାବତୀୟ ଭଲ ପାଇବାର ଧନ୍ଦାକୁ ନିୟନ୍ତ୍ରିତ କରିବାରେ ଲାଗିଥାଏ। ଘୃଣାରୁ ବଳ ସଂଗ୍ରହ କରୁଥିବା ମଣିଷ ନିଜକୁ ଲୁଚାଇ ରଖିବାକୁ ସତତ ଲଣ୍ଡଭଣ୍ଡ ହୋଇ ରହିଥାଏ। ଭଲ ପାଇଲେ ନିଜକୁ ଲୁଚାଇ ରଖିବାରେ ଆଦୌ କୌଣସି ଆବଶ୍ୟକତା ରହେ ନାହିଁ। ଗବାକ୍ଷ ଖୋଲିଲେ ଘୃଣା ଦୂର ହୁଏ। ପବନକୁ ମୋଟେ ଭୟ ଲାଗେ ନାହିଁ। ଯଥାର୍ଥ ଯାବତୀୟ ସଂକ୍ରମଣ ନିମନ୍ତେ ସେତିକିବେଳେ ହିଁ ଅଧିକାରିତ୍ୱ ପ୍ରାପ୍ତ ହୁଏ। ଯେଉଁମାନେ ଏକୁଟିଆ ହୋଇ ବସିଥାନ୍ତି, ଆପଣାର ଜୀବନ ଭିତରେ ସତେଅବା ଆପେ ଏକଛତ୍ର ଅଧିପତି ହୋଇ ବସିଥାନ୍ତି, ସେମାନଙ୍କର ଜୀବନରେ ଘୃଣାର ସ୍ଥାନ ଅଧିକ ଥାଏ। ଏକଛତ୍ର ଶାସନରେ ଘୃଣାର ପାଠ ହିଁ ଅଧିକ ପଢ଼ାଯାଏ। ଭଲ କରି ଘୃଣା କରିପାରିବାକୁ ମଣିଷକୁ ମଣ କରାଯାଏ। ଆମ ଏ ଯୁଗର ଜାତୀୟତାବାଦ ମଧ୍ୟ ପ୍ରାୟ ସେହି ଧାତୁର ଗୋଟିଏ ପଦାର୍ଥରେ ପରିଣତ ହୋଇଛି। ଅନ୍ତତଃ ପୃଥିବୀର ଅଧିକାଂଶ ଦେଶରେ ହୋଇଛି। ଅଧିକାଂଶ ଆଦର୍ଶବାଦୀ ପ୍ରଧାନତଃ ଘୃଣା ହିଁ କରିଛନ୍ତି। ଭଲ ପାଇବାକୁ ଦୁର୍ବଳତା ବୋଲି କୁହାଯାଇଛି। ଘରଟା ଯାକ ଗବାକ୍ଷକୁ ବନ୍ଦ କରି ରଖିବା ଲାଗି ଲୋଭ ହେଉଥିବା ପର୍ଯ୍ୟନ୍ତ ମଣିଷର ତଥା ସମୂହ ଗୁଡ଼ିକର ଜୀବନରେ ଘୃଣା ଲାଗି ହିଁ ଅଧିକତର ପ୍ରୟୋଜନ ରହିଥାଏ। ପୃଥିବୀର ଧର୍ମମାନେ ମଣିଷକୁ ତଥାକଥିତ ଧର୍ମ ଆଡ଼କୁ ଆକୃଷ୍ଟ କରାଇବାର ପରାକ୍ରମୀ ତଡ଼ାନ୍ତରେ ପଡ଼ି ପୃଥିବୀର କ୍ଷେତରେ ଅଧିକତର ପରିମାଣ ଏବଂ ଅଧିକ ଉତ୍ସାହର ସହିତ ସେ ଘୃଣାକୁ ହିଁ ବୁଣିଛନ୍ତି। ଠାକୁରମାନଙ୍କୁ ନେଇ ସମ୍ପ୍ରଦାୟମାନ ଗଢ଼ା ହୋଇଛି ଏବଂ ସମ୍ପ୍ରଦାୟ ଗୁଡ଼ିକ ଗୋଟିଏ ଭାଗରୁ ବହୁଭାଗ ହୋଇଛି। ମୂଳତଃ ଘୃଣା ହିଁ ବହୁଭାଗ ହୋଇ ଗୌରବ ଅନୁଭବ କରିବା ଲାଗି ଇନ୍ଧନ ଯୋଗାଇଛି। ଏବେ ପୃଥିବୀରେ ଅଶ୍ଚଗୁଡ଼ିକୁ ଅତ୍ୟାଚାରୀମାନଙ୍କ ପାଇଁ ସହଜଲଭ୍ୟ ହେବା ସଙ୍ଗେ ସଙ୍ଗେ ସମ୍ପ୍ରଦାୟ ନାମରେ ହଣାକଟା ହେବା ବି ଆରମ୍ଭ ହୋଇଗଲାଣି। ଆମ ଠାକୁରମାନେ ସତକୁ ସତ ଭଲ ପାଇବାରେ ପ୍ରତୀକ ହୋଇଥିଲେ ଆମ ସଂସାରରେ କଦାପି ଏତେ ହଣାକଟା ହୁଅନ୍ତା ନାହିଁ। ଆମ ଦେଉଳ ଗୁଡ଼ାକରେ ଗବାକ୍ଷ ଯେତିକି ଅଧିକ ପରିମାଣରେ ଖୋଲିବ, ଆମର ଯୁଗୁପ୍ସା ସେତିକି ଅପ୍ରୟୋଜନୀୟ ସାବ୍ୟସ୍ତ ହୋଇ ଆମକୁ ଛାଡ଼ି ଚାଲିଯିବ। ନିଜର ସଂସ୍କୃତିକୁ ଭଲ ପାଇବା ଏକ ଗୌରବର କଥା। ମାତ୍ର ନିଜର ସଂସ୍କୃତିକୁ ସର୍ବପ୍ରଥମେ ଏକ ସଂସ୍କୃତି ବୋଲି ଭଲ ପାଇବାର କଥା ନା ତାହା ଆମ ନିଜର ସଂସ୍କୃତି ବୋଲି ତାହାକୁ ଭଲ ପାଇବାର କଥା। ଅନେକ ମଣିଷ ଅଛନ୍ତି ଯେଉଁମାନେ କେବଳ ନିଜର ସଂସ୍କୃତିକୁ ପ୍ରାଧାନ୍ୟ, ନିଜର ସଂସ୍କୃତି ବୋଲି ଯେ ଭଲ ପାଆନ୍ତି, କେବଳ ସେତିକି ନୁହେଁ, ନିଜର ସଂସ୍କୃତିକୁ ସେମାନେ ପୃଥିବୀ ଯାକର ସବୁ ସଂସ୍କୃତି ଅପେକ୍ଷା ଅଧିକ ଭଲ ବୋଲି ଦାବି କରନ୍ତି। ପୃଥିବୀରେ ତଥାକଥିତ ବହୁ ଧାର୍ମିକ ଲୋକ ଅଛନ୍ତି ଯେଉଁମାନେ କି ନିଜର ଧର୍ମଟିକୁ ହିଁ ପୃଥିବୀ ଯାକର ଯାବତୀୟ ଧର୍ମଠାରୁ ଅଧିକ ସରସ ବୋଲି କହନ୍ତି। ଖାଲି କହନ୍ତି ନାହିଁ, ସେହି କହିବା ଅନୁସାରେ ସେମାନେ ଏତେ ଅଧିକ ପରିମାଣରେ ଅବିବେକୀଙ୍କ ପରି ଆଚରଣ କରନ୍ତି ଯେ କେବଳ ଧର୍ମ ଲାଗି ନୁହେଁ, ପୃଥିବୀଟା ଲାଗି ମଧ୍ୟ ଅନେକ ପ୍ରମାଦର କାରଣ ହୁଅନ୍ତି। ନିଜର ଭାଷା, ନିଜର ସାହିତ୍ୟ ଏଗୁଡ଼ିକୁ ମଧ୍ୟ ପ୍ରମତ୍ତ ମଣିଷମାନେ ଯେତେବେଳେ ସର୍ବଶ୍ରେଷ୍ଠ ବୋଲି ଘୋଷଣା କରି ପୃଥିବୀ ଯାକ ବାନା ଉଡ଼ାଇବେ ବୋଲି ବାହାରିଛନ୍ତି, ସେତେବେଳେ ସେମାନେ ଅଧିକତର ପରିମାଣରେ ପ୍ରମାଦ ହିଁ ସୃଷ୍ଟି କରିଛନ୍ତି। ଆମ ପୃଥିବୀରେ ମଣିଷ ଓ ଭାବ ମଧ୍ୟରେ ଦୂରତା ଗୁଡ଼ିକୁ ବଢ଼ାଇବାରେ ଭାରି ସହାୟତା ମଧ୍ୟ କରିଛନ୍ତି। ସେଥିଲାଗି ଆଧୁନିକ ଯନ୍ତ୍ର ତଥା ପ୍ରଚାରର କୌଶଳ ଗୁଡ଼ାକ ବଢ଼ିବା ସଙ୍ଗେ ସଙ୍ଗେ ଆମ ପୃଥିବୀରେ ସଂସ୍କୃତି ଗୁଡ଼ିକ ବାହାଡ଼ମ୍ବର ସହିତ ପ୍ରଦର୍ଶିତ ହେବା ସଙ୍ଗେ ସଙ୍ଗେ ତେଣେ ମଣିଷ ଭିତରେ ଓ ଦେଶ ଭିତରେ କଳହ ବଢ଼ିଛି, ଘୃଣା ବଢ଼ିଛି, ଅସୂୟା ବଢ଼ୁଛି, ଅବଜ୍ଞା ମଧ୍ୟ ବଢ଼ିଛି। ଏବଂ ଆମ ପୃଥିବୀରେ କଳହ ବଢ଼ିବା, ଅବଜ୍ଞା ଓ ଅସୂୟା ବଢ଼ିବା ଏସବୁ କ'ଣ ସତକୁ ସତ ସଂସ୍କୃତି ବୃଦ୍ଧି ପାଉଥିବାର ପ୍ରମାଣ? ପ୍ରାୟ 2500 ବର୍ଷ ପୂର୍ବେ ସକ୍ରେଟିସ୍ ଏଥେନ୍ସ ନଗରୀର ନାଗରିକମାନଙ୍କୁ ପ୍ରାୟ ଏହି ଧରଣର ଗୋଟିଏ ପ୍ରଶ୍ନ ପଚାରି ବୁଲୁଥିଲେ। କୌଣସି ଗୋଟିଏ ବସ୍ତୁ ପ୍ରକୃତରେ ଭଲ ବୋଲି ତାହା ଭଲ, ନା ଆମେ ତାହାକୁ ଭଲ ବୋଲି କହୁଛୁ ବୋଲି ତାହା ଭଲ?
ପ୍ରକୃତରେ ଭଲ ବୋଲି କହିହେବ ଏପରି ବସ୍ତୁ ପୃଥିବୀରେ ଅଛି କି? ଅର୍ଥାତ୍ ଯାହା ପୃଥିବୀରେ ସବୁ ମଣିଷଙ୍କ ଲାଗି ଭଲ, ସୁସ୍ଥ ଓ ସୁଖଦ ହୋଇଥିବ, ସବୁ ଯୁଗରେ ମଧ୍ୟ ଯାହାକୁ ଭଲ ବୋଲି କୁହାଯିବ। ଟିକେ ସ୍ୱତନ୍ତ୍ର ପରିଭାଷା ଦେଇ କହିଲେ ପୃଥିବୀରେ ଭଲ ବୋଲି ଏପରି ଏକ ବସ୍ତୁ କ'ଣ ରହିଛି ଯାହାକି ଯାବତୀୟ କଳାଗତ ଏବଂ ସ୍ଥାନଗତ ଆପେକ୍ଷିକତାରୁ ମୁକ୍ତ ହୋଇ ରହିଥିବ? ସଂସ୍କୃତି, ଧର୍ମ, ଭାଷା ଏବଂ ସାହିତ୍ୟ ବିଷୟରେ ମଧ୍ୟ ଆମେ ସେହିଭଳି ଏକ ଜିଜ୍ଞାସା ଲାଗି ମନେ କଲେ ଠିକ୍ ସେହି ପ୍ରଶ୍ନଟିକୁ ପଚାରିପାରିବା। ପୃଥିବୀରେ ସଂସ୍କୃତି ବୋଲି କ'ଣ ପ୍ରକୃତରେ ଏପରି ଗୋଟେ ବସ୍ତୁ ରହିଛି ଯାହାକୁ କି ଦେଶ ଓ କାଳର ନିର୍ବିଶେଷରେ ସଂସ୍କୃତି ବୋଲି କୁହାଯାଇପାରିବ? ଆଉ ଗୋଟିଏ ଭାଗରେ କହିଲେ ଏପରି ଏକ ଜୀବନ କ'ଣ ପୃଥିବୀରେ ଅଛି ଯାହାକୁ କି ସକଳ ଦେଶରେ ଏବଂ ସକଳ କାଳରେ ଏକ ସଂସ୍କୃତିସ୍ଥ ଅର୍ଥାତ୍ ସଂସ୍କୃତିଶୀଳ ଜୀବନ ବୋଲି କୁହାଯାଇପାରିବ? ଏପରି ଏକ ଧର୍ମ ରହିଛି ଯାହାକୁ କି ଦେଶ ବା କାଳର ମୋଟେ କୌଣସି ଅପେକ୍ଷା ନ କରି ଧର୍ମ ବୋଲି ଅବଶ୍ୟ କୁହାଯିବ। ଆପଣର ଏକ ପ୍ରଥମ କାଳୀନ ଲେଖାରେ କାର୍ଲ ମାର୍କସ ଗୋଟିଏ ପ୍ରସଙ୍ଗରେ କହିଛନ୍ତି, ଏ ମ୍ୟାନ୍ ଇଜ୍ ଗ୍ରେଟ୍ not because what he has but because what he is। ଏହି କଥାଟିକୁ ଆମେ ପ୍ରକୃତରେ କିପରି ଭାବେ ବୁଝିବା? ମଣିଷ ନିଜର ବୋଲି ଯେଉଁ ସବୁ ବସ୍ତୁକୁ ଠୁଳ କରି ରଖିଛି ସେହିଗୁଡ଼ାକର କାରଣରୁ ତାକୁ କଦାପି ବଡ଼ ବୋଲି କୁହାଯିବ ନାହିଁ। ମଣିଷ ଯାହା ହୋଇପାରିଛି ତାହାରି ଗୁଣରେ ତାହାକୁ ପ୍ରକୃତରେ ବଡ଼ ବୋଲି କୁହାଯିବ। ଏ ହେବାଟା ପୁଣି କେଉଁଭଳି ପଦାର୍ଥ ବା କେଉଁଭଳି ରୀତି? ମଣିଷ ଆପଣାର ବୋଲି କେତେ ମିନନ୍ତି ଅଥବା କେତେ ବୁଦ୍ଧି ଖଟାଇ କେତେ କ'ଣ ଜମା କରି ରଖିଛି। ଅନ୍ୟ ଅନେକଙ୍କ ଠାରୁ ତାହା ପାଖରେ ଅଧିକ ରହିଛି ବୋଲି ସେ କେତେ ଖୁସି ହେଉଛି, କେତେ ଗର୍ବ ଅନୁଭବ କରୁଛି। ଏସବୁ କ'ଣ ତା ଲାଗି ପ୍ରକୃତରେ ବଡ଼ ବା ଅଧିକ ହୋଇପାରିବା ଲାଗି କିଛି ନୁହେଁ। କେବଳ ଜଣେ ବ୍ୟକ୍ତିର ଜୀବନରେ ନୁହେଁ, ଗୋଟିଏ ସମଷ୍ଟି ବା ଜାତିର ଜୀବନରେ ମଧ୍ୟ ସମ୍ଭବତଃ ଏହି ପ୍ରଶ୍ନଟି ପଚରାଯାଇପାରିବ। ଗୋଟିଏ ସମୂହରେ ଯେତେ ଯେତେ ବସ୍ତୁ ବା ସମ୍ପତ୍ତି ଠୁଳ ହୋଇ ରହିଛି ଯାହାକୁ ଅନାଇ ଦେଲା ବେଳକୁ ମନ କୁଣ୍ଢେମୋଟ ହୋଇଯାଉଛି, ଏଗୁଡ଼ାକ କ'ଣ ସେ ସମୂହ ବା ଜାତିକୁ ବଡ଼ ବୋଲି କହିବାରେ ଯଥେଷ୍ଟ ପ୍ରମାଣ ନୁହନ୍ତି? ପୃଥିବୀରେ ଏବେ କେତେ ଗ୍ରନ୍ଥାଳୟ ରହିଛି, କେତେ ସଂଗ୍ରହାଳୟ ରହିଛି। ଏବେର ମଣିଷ କେତେ ଅଧିକ କଥାକୁ ଟିକିନିଖି ଭାବରେ ଜାଣିନି। ଆଗକାଳରେ ମଣିଷ ଖୁବ୍ ବେଶୀ ହେଲେ କଚ୍ଛପ ବେଗରେ ହିଁ ବାଟ ଚାଲିପାରୁଥିଲା, କଚ୍ଛପ ବେଗରେ ଭାବୁଥିଲା ଓ ଆପଣର କାନ୍ଥ ଗୁଡ଼ାକ ଭିତରୁ ବାହାରିଲେ ତାକୁ ଭାରି ଡର ମାଡ଼ୁଥିଲା। ଏବେ ସେହି ମଣିଷ ଘୋଡ଼ା ପରି ଧାଇଁବାକୁ ସମର୍ଥ ହେଲାଣି। ବାହାର ଭିତରେ ଉଭୟ କ୍ଷେତ୍ରରେ ହିଁ ସେ ସହର୍ଷ ଶିରା ହୋଇ ଧାଇଁ ପାରିଲାଣି। ଏହିସବୁଥିରୁ କ'ଣ ଆମେ ଆଧୁନିକ ମଣିଷକୁ ଅଧିକ ସଂସ୍କୃତି ସମ୍ପନ୍ନ ବୋଲି କହିପାରିବା ନାହିଁ? ବସ୍ତୁ ବଢ଼ିଲେ ହିଁ ମଣିଷର କ୍ଷମତା ବଢ଼େ, କଳନା ଗୁଡ଼ାକୁ ମଧ୍ୟ ବଢ଼ିବା ଲାଗି କ୍ଷେତ୍ର ପାଆନ୍ତି। ମାତ୍ର ଏହିସବୁ ବୁଦ୍ଧି ଦ୍ୱାରା ତା'ର ସଂସ୍କୃତି ମଧ୍ୟ ବଢ଼ିଯାଏ କି? ଅଧିକ ବହି ଲେଖାଗଲେ ଏବଂ ଲେଖକମାନେ ସ୍ଥୂଳ ଅଣଲେଖକମାନଙ୍କର ଦରବାରରୁ ମୋଟା ମୋଟା ପୁରସ୍କାର ପାଇଲେ ସାହିତ୍ୟ ବି ପ୍ରକୃତରେ ବଢ଼େ କି? ଅର୍ଥାତ୍ ସାହିତ୍ୟ ଲାଗି ଆମ ଜୀବନ ଭିତରେ ଅଧିକ ଥାନ ସମ୍ଭବ ହୁଏ କି? ଦେଉଳମାନଙ୍କରେ ସଂଖ୍ୟା ବୃଦ୍ଧି ହେଲେ ମଣିଷର ଧର୍ମଭାବ ବଢ଼େ କି? ତା'ର ଦେବଗୁଣ ଗୁଡ଼ିକ ବିକଶିତ ହେବା ଲାଗି ଅଧିକ ଅନୁକୂଳତା ପାଆନ୍ତି କି? ହୁଏତ ବର୍ତ୍ତମାନ ପୃଥିବୀରେ ଅଧିକାଂଶ ମଣିଷ ଏସବୁ ପ୍ରଶ୍ନ ପଚାରୁନାହାନ୍ତି। ବିଶେଷତଃ ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ଆଦୌ ପଚାରୁନାହାନ୍ତି। ଏସବୁ ପଚାରିବାକୁ ଉତ୍ତାଖିଆ ପଣ୍ଡିତମାନେ ଅନାବଶ୍ୟକ ବୋଲି କହୁଛନ୍ତି। ହୁଏତ ଏକଥା ମଧ୍ୟ ହୋଇପାରେ ଯେ ସେମାନେ ଏସବୁ ପ୍ରଶ୍ନ ପଚାରିବା ଲାଗି ଭୟ କରୁଛନ୍ତି, ନିଜକୁ ପଚାରିବା ଲାଗି ହୁଏତ ଆହୁରି ଅଧିକ ଭୟ କରୁଛନ୍ତି। ପୁଣି ପୃଥିବୀରେ ପଇସା ବଢ଼ି ବଢ଼ି ଚାଲିଛି, କ୍ଷମତା ବଢ଼ି ଚଢ଼ି ଚାଲିଛି, ପଇତା ଗୁଡ଼ାକ ତୋରାରୁ ଅଧିକ ତେରା ହେବାକୁ ଲାଗିଛନ୍ତି। ଅନେକ ଭାବୁଛନ୍ତି ଏତେ ଯଥେଷ୍ଟ, ଏହାଠାରୁ ଅଧିକ ବିଷୟରେ ମୁଣ୍ଡ ପୁରାଇଲେ ଦୁଃଖ ହିଁ ବଢ଼ିବ। ଆଡ଼ମ୍ବର ଗୁଡ଼ାକ ସବୁ ମାରା ହୋଇଯିବ। ନିଜ ଭିତରକୁ ଅନାଇବାର ଏବଂ ପରସ୍ପରକୁ ଅସଲ ପ୍ରଶ୍ନ ଗୁଡ଼ିକ ପଚାରିବା ଲାଗି ବାଧ୍ୟ ହେବାକୁ ପଡ଼ିବ। ଅସଲ ପ୍ରଶ୍ନ ଗୁଡ଼ିକୁ କରିବାକୁ ଯେଉଁମାନେ ଭୟ କରୁଛନ୍ତି ସେମାନେ ଏହି ସଂସାରକୁ ଅନିତ୍ୟ ମଣୁଛନ୍ତି। ଜୀବନଟାକୁ ଜୀବନ ଗୁଡ଼ିକୁ ଏକାଠି ବାନ୍ଧି ରଖିଥିବା ଶ୍ରଦ୍ଧା ଗୁଡ଼ିକୁ ମାତ୍ର 2 ଦିନର ବୋଲି ମଣୁଛନ୍ତି, ଯାହା ଏକାନ୍ତ ଅନିତ୍ୟ, ସେଥିରେ ପୁଣି ମୂଲ୍ୟର। ସତ୍ୟର ଜିଜ୍ଞାସା ମନ କାହିଁକି କରାଯିବ? ଆଖିକୁ ଯେତିକି ଦିଶୁଛି, ଭାଗ୍ୟ ହେଉ କିମ୍ବା ଆଉ କୌଣସି ହେତୁ ହେଉ, ଆମେ ଭୋଗ କରିବା ଲାଗି ଆମ ଚାରିପାଖରେ ଯେଉଁ ସରଞ୍ଜାମ ଗୁଡ଼ିକ ଆମକୁ କେଡ଼େ ଦୃଶ୍ୟ ଭାବରେ ପାଖକୁ ଡାକୁଛନ୍ତି, ଏହି ଆଳାପ ଦିନର ସଂସାରରେ ସେତିକି ଭିତରେ ରହିଲେ କ୍ଷତି ବି କ'ଣ? ଏହି ଯାବତୀୟ ବସ୍ତୁକୁ ମୁଁ ମୋର ବୋଲି କହିବି,
ମୋର ବୋଲି କହିବାକୁ ହିଁ ଆପଣଙ୍କୁ ବଡ଼ ବୋଲି ଅନୁଭବ କରିବି। ଏତିକକୁ ଯଥେଷ୍ଟ ବୋଲି ମାନିନେଲେ କେଉଁ ଭଗବାନଙ୍କର କ'ଣ ବା ମାରା ହୋଇଯାଉଛି? ତେଣୁ ଆଗ ଭୋଗ କରିବାକୁ ଦିଅ, ଆଗ ଗିଳି ପକାଇବାକୁ ଦିଅ, ଆଉ ଶୋଇପଡ଼ିବାକୁ ଦିଅ। ତାପରେ ଯାହା ହେବ ବା ନ ହେବ ସେ କଥା ଦେଖାଯିବ। ଶ୍ରୀ ଅରବିନ୍ଦ ଏହିଭଳି ମଣିଷମାନଙ୍କୁ ଫିଲଷ୍ଟାଇନ୍ ବା ସଂସ୍କୃତି ଭୋଗୀ ବୋଲି କହିଛନ୍ତି। ଏକ ସଭ୍ୟତାକୁ ଯେଉଁମାନେ ସତେଅବା ଭୋଜନ କରିବାର ଏକ ସାମଗ୍ରୀ ବୋଲି ମନେ କରନ୍ତି, ସଚରାଚର ସେହିମାନେ ହିଁ ସଂସ୍କୃତି ଭୋଗୀ ହୁଅନ୍ତି। ସଭ୍ୟତା ବହୁଗୁଣିତ ହେଲେ ସଂସ୍କୃତି ମଧ୍ୟ ବହୁଗୁଣିତ ହୁଏ ବୋଲି ବିଶ୍ୱାସ କରନ୍ତି। ଅଧିକାର ତଥା ଉପଭୋଗ ବଢ଼ିଲେ ତେଣେ ହୃଦୟ ମଧ୍ୟ କୁସୁମିତ ହୁଏ ବୋଲି ଭାବୁଥାନ୍ତି। ସେମାନେ ମତବାରଣ ବନି ଅତି ପ୍ରବଳ ଭାବରେ କମଳବନକୁ ଧ୍ୱଂସ କରୁଥାନ୍ତି। ପଇସା ଖର୍ଚ୍ଚ କଲେ ଅଥବା ରାଜା ପରି ହୁକୁମ ଦେଲେ କମଳବନ ଗୁଡ଼ାକ ଠିକାରେ ନେଇହେବ ବୋଲି ଆଣ୍ଟ ରଖିଥାନ୍ତି। ଠିକା ନେଇହେବ ଏବଂ ତାପରେ ମନ ଆନନ୍ଦରେ ଜୋର କରାଯାଇପାରିବ। ସଂସାରରେ ବହୁତ କିଛିକୁ ଜୋର କରିବାରେ ସେମାନେ ନିମିତ୍ତ ହୋଇ ରହିଥାନ୍ତି। ତେବେ ଏହିଠାରେ ଶେଷ ହେଲା ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କର ପ୍ରବନ୍ଧ ବିଶ୍ୱକୁ ଗବାକ୍ଷର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ପ୍ରବନ୍ଧଟିର ଅନ୍ୟ ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।